ओम श्री सूर्यनारायण नम। जय श्री जगन्नाथ। आसतु आज गोटे पवित्र दिन रविवार प्रभु सूर्यनारायण बार। आज प्रभु सूर्यदेव जहाँ प्रसन्न हे से निश्चित भाव सबू दुख कष्टरू पार हो एवं समस्त सुख शांति पुनः जीवन को फेरी आसब। आसतु यही महत् कार्य महत् दिन में पशुपक्षी मान खाया दबा टी सेवा करवा एवं प्रभु सूर्यनारायण आशीर्वाद लाभ करवा एवं प्रभु जगन्नाथ आशीर्वाद लाभ करवा। आसतु पारा मैंने अपेक्षा कर खाया दबा। देखु पारा मैंने आसिक पहुँची गले। देखु के खुशी से उड़ी के अपेक्षा करते। आज रविवार ऑफिस आज छुट्टी तेणु गाड़ी घोड़ा टी कम तेणु पारा मैंने अपेक्षा कर बसते जे ये खावा दिज्व जेहतु आज छुट्टी ऑफिस तेणु आज कई स्टाफ भी किसी दिखती खायापी से आज छुट्टी घर आसी ना से तो अपेक्षा कर खायापी से आसी पहुँची गले। चल खाया दबा। लाइव आमर आज आरंभ जोड़ी ये शुभ प्रणाम सर। हाँ प्रणाम। आसतु आगे पारा मन खाया दबा तापर टे कथा। आप देखुं पारा मैंने खाऊँ। वज्र किलारू भाई आम लिखते जय जगन्नाथ सर जय जगन्नाथ। आपण मैंने देखुं पारा मैंने सब खाऊँ बसिकी केते खुशी खाऊँ। देखु आप देखिले पारा मान खाଇବା चली। आम सहित आउ जन भाई जोड़ी होती लाइव रे परशुराम रण सिंह सिलेक्शन। जय जगन्नाथ जय जगन्नाथ। आपण को पारा माने खाई उड़े आउ कि पारा खाऊँ। यहाँ हूँ जो गोटे सौभाग्य मत लगे मोर गोटे सौभाग्य जे परमपिता परमात्मा सृष्टि रे जीवजगत से सृष्टि करिसंती। सबु पशुपक्षी मानू सबु पशुपक्षी मान होकर सृष्टि तेणु टे सेवा करवा टे खावा दबा यहाँ गोटे निश्चित भाव महत् काम। मु गर्व करूना
ଖୁସି ହେଉଛି ଯେ ଯାହା ହଉ ପ୍ରଭୁ ମୋତେ ସେତିକି ସୁଯୋଗ ଦେଇଛନ୍ତି, ସେତିକି ମୋ ଉପରେ ଆଶୀର୍ବାଦ ଅଛି ପ୍ରଭୁଙ୍କର, ଯେଉଁଥିପାଇଁ ମୁଁ ଆସିକି ଗୋଟେ ମାଧ୍ୟମ ହେଇପାରୁଛି ତାଙ୍କୁ। କାହିଁକିନା ଦେଲା ବାଲା ପ୍ରଭୁ ଉପରବାଲା, ସିଏ ହିଁ ଦେବେ, ସେ ହିଁ ଖାଇବାକୁ ଦିଅନ୍ତି ଏବଂ ସେମାନେ ଖାଆନ୍ତି, ଆମେ ସମସ୍ତେ ଖାଆନ୍ତି, ଆମେ ତାଙ୍କରି ଅନ୍ନରେ ଆମେ ପ୍ରତିପାଳିତ। କିନ୍ତୁ ସେ ତ ସିଧା ଆସି କାହାକୁ ଦେବେନି, ସେ ନିଶ୍ଚିତ ଭାବରେ କାହାକୁ ଗୋଟେ ମାଧ୍ୟମ କରିବେ, ଯାହା ମାଧ୍ୟମରେ ଖାଇବା ଯାଇକି ଉପରୁ ଆସି ତାଙ୍କ ପାଖରେ ପହଞ୍ଚିବ। ସେ ଗୋଟେ ସୁଯୋଗ ନିଶ୍ଚିତ ଭାବରେ ମୁଁ ସେଥିପାଇଁ ବହୁତ ଖୁସି ଲାଗେ ମୋତେ। ପ୍ରଭୁ ମୋତେ ଗୋଟେ ସୁଯୋଗ ଦେଇଛନ୍ତି। ତେଣୁ ଆପଣମାନେ ମଧ୍ୟ ସମସ୍ତେ ଏଥିରେ ଏହି ମହତ୍ କାମରେ ସହଯୋଗ କରୁଛନ୍ତି। ତେଣୁ ଆପଣ ମଧ୍ୟ ନିଶ୍ଚିତ ଭାବରେ ଅଂଶୀଦାର ଏଥିରେ। ଏ ଯାହା ଆପଣ ଦେଖୁଛନ୍ତି, ଯେହେତୁ ଆପଣଙ୍କ ସାହାଯ୍ୟ ସହଯୋଗରେ ଏ କାର୍ଯ୍ୟକ୍ରମ ଚାଲିଛି, ତେଣୁ ମୁଁ ନିଶ୍ଚିତ ଭାବରେ କହିବି ଆପଣମାନେ ମଧ୍ୟ ଏଥିରେ ଭାଗିଦାର ହେବେ। ଯେଉଁମାନେ ଦେଖୁଛନ୍ତି, ଖୁସି ହେଉଛନ୍ତି, ଲାଇକ୍ କରୁଛନ୍ତି, କମେଣ୍ଟ ଦେଉଛନ୍ତି, ସେୟାର କରୁଛନ୍ତି, ସେମାନେ ମଧ୍ୟ ନିଶ୍ଚିତ ଭାବରେ ଏହି କର୍ମରେ, ଏ କାର୍ଯ୍ୟରେ ସହଯୋଗ କରୁଛନ୍ତି। କାରଣ ଆମର ଏ କାର୍ଯ୍ୟକ୍ରମରେ ଆମେ କେବଳ ସଚେତନତା ସୃଷ୍ଟି କରୁଛନ୍ତି, ଲୋକଙ୍କ ଭିତରେ ଆମେ ଗୋଟେ ସଚେତନ ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ରମଟି ଚଲେଇଛନ୍ତି ଦୀର୍ଘ ଦିନ ହେଲାଣି। ଏବଂ ଆପଣମାନେ ସମସ୍ତେ ଏଥିରେ ଭାଗିଦାର, ଅଂଶୀଦାର, ଏବଂ ମୁଁ ସେଥିପାଇଁ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ, ଶୁଭେଚ୍ଛା ଜଣାଉଛି ଏବଂ ପ୍ରଭୁ ସୂର୍ଯ୍ୟନାରାୟଣ ପାଖରେ ପ୍ରାର୍ଥନା କରୁଛି, ପ୍ରଭୁ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ କରନ୍ତୁ, ଆପଣଙ୍କୁ ଖୁସିରେ ରଖନ୍ତୁ, ଆପଣ ଜୀବନ ସୁଖ ଶାନ୍ତିରେ ଅତିବାହିତ ହେଉ। ଏତିକି ହେଉଛି ମୋର ପ୍ରଭୁଙ୍କ ନିକଟରେ ମଧ୍ୟ କାମନା। ଦେଖନ୍ତୁ, ସୂର୍ଯ୍ୟଦେବଙ୍କର ବାହନ ହେଉଛନ୍ତି ଅଶ୍ୱ। ତେଣୁ ଯେତେ ଦେବାଦେବୀ ଆମର ହିନ୍ଦୁ ଧର୍ମ ଅନୁସାରେ ଯେତେ ଦେବାଦେବୀ ଅଛନ୍ତି, ସମସ୍ତଙ୍କର ବାହନ ହେଉଛି ପଶୁ କିମ୍ବା ପକ୍ଷୀ। ତେଣୁ ତା ଅର୍ଥ ହେଉଛି ପ୍ରଭୁ ଗୋଟେ ମେସେଜ ଦେଇଛନ୍ତି, ପ୍ରଭୁ ଗୋଟେ ମେସେଜ ଦେଇଛନ୍ତି ଏ ପୃଥିବୀକୁ ବା ମଣିଷକୁ, ଯେ ଆପଣମାନେ ସମସ୍ତେ ହେଉଛନ୍ତି ମୋର ସୃଷ୍ଟି। ତେଣୁ ଆପଣମାନେ ସମସ୍ତେ ପଶୁପକ୍ଷୀଙ୍କୁ ଭଲ ପାଆନ୍ତି। ଯେହେତୁ ଆମେ ଯେତେ ଦେବାଦେବୀ ଅଛନ୍ତି, 33 କୋଟି ଦେବାଦେବୀ ଅଛନ୍ତି, ସମସ୍ତଙ୍କର ବାହନ ପଶୁ କିମ୍ବା ପକ୍ଷୀ। ତେଣୁ ଆମେ ନିଶ୍ଚିତ ଭାବରେ ଅନୁଭବ କରିବା ଉଚିତ ଯେ ଭଗବାନଙ୍କ ଗୋଟେ ମେସେଜ ଦେଇଛନ୍ତି ଆମକୁ, ଯେ ସମସ୍ତ ପଶୁ ଆଉ ପକ୍ଷୀକି ଆପଣମାନେ ଭଲ ପାଆନ୍ତୁ। ଭଗବାନ ନିଜେ ଭଲ ପାଉଛନ୍ତି, ପରମପିତା ପରମାତ୍ମାଙ୍କ ସୃଷ୍ଟି, ତାଙ୍କର ସନ୍ତାନ ଆମେ। ତେଣୁ ପିତା କେବେ ସନ୍ତାନକୁ ଭଲ ନ ପାଇବ, ଏ କିଛି ଅସମ୍ଭବ। ତେଣୁ ସେ ନିଶ୍ଚିତ ଭାବରେ ଭଲ ପାଉଛନ୍ତି ଆମକୁ ଏବଂ ଏ ପଶୁପକ୍ଷୀମାନଙ୍କୁ ମଧ୍ୟ ଆମ ସାଙ୍ଗରେ ଭଲ ପାଉଛନ୍ତି। ତେଣୁ ଆପଣମାନେ ସମସ୍ତେ ସେଇ ପରମପିତା ପରମାତ୍ମାଙ୍କ ସୃଷ୍ଟିକି ଚରିତାର୍ଥ କରିବା ପାଇଁ ବା ଆମ ମଣିଷ ଜନ୍ମର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିବା ପାଇଁ ଆମେ ନିଶ୍ଚିତ ଭାବରେ ପଶୁପକ୍ଷୀମାନଙ୍କର ଟିକେ ସେବା ଦେବା ଏବଂ ତାଙ୍କୁ ଟିକେ ଖାଇବାକୁ ଦେବା, ପିଇବାକୁ ଦେବା, ତାଙ୍କର ଟିକେ ଯତ୍ନ ନେବା। ଏ ହେଉଛି ଆମର କର୍ତ୍ତବ୍ୟ। ଆମେ ସବୁ କାମ ସରିଲା ପରେ ତାଙ୍କ ପାଇଁ କିଛି ସମୟ ତାଙ୍କୁ ଦେବା ଆମର ନିହାତି ଆବଶ୍ୟକ ମଧ୍ୟ ଏବଂ କର୍ତ୍ତବ୍ୟ ମଧ୍ୟ। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ଆପଣମାନେ ସମସ୍ତେ ଏ କାର୍ଯ୍ୟରେ ଟିକେ ସହଯୋଗ କରନ୍ତୁ ଏବଂ ଯେଉଁମାନେ ପଶୁପକ୍ଷୀମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାର କରୁଛନ୍ତି, ତାଙ୍କୁ ଟିକେ ଆପଣଙ୍କ ନିଜ ଅଞ୍ଚଳରେ, ନିଜ ଘର ପାଖରେ ତାଙ୍କୁ ଟିକେ ଆପଣ କନଭିନ୍ସ କରାନ୍ତୁ ବା ଟିକେ ତାଙ୍କୁ ଭଲ ବାର୍ତ୍ତା ଦିଅନ୍ତୁ ଏବଂ ଟିକେ ବୁଝେଇବାକୁ ଚେଷ୍ଟା କରନ୍ତୁ ଯେ ପଶୁପକ୍ଷୀମାନେ ମଧ୍ୟ ଆମର ପରିବେଶକୁ ସୁରକ୍ଷିତ ରଖିବାରେ, ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାନ୍ତି। ତେଣୁ ଆମେ ସମସ୍ତେ ପଶୁପକ୍ଷୀମାନଙ୍କୁ ଟିକେ ଭଲ ପାଇବା, ତାଙ୍କୁ ଟିକେ ସେବା ଦେବା, ତାଙ୍କୁ ଟିକେ ଯତ୍ନ ନେବା। ଇଏ ହେଉଛି ଆମର କର୍ତ୍ତବ୍ୟ, ଆମେ କରିବା ଉଚିତ। ତେଣୁ ସମସ୍ତେ ଟିକେ ବୁଝିଲେ, ତେଣୁ ନିଶ୍ଚିତ ଭାବରେ ପଶୁପକ୍ଷୀଙ୍କ ପ୍ରତି ଯେଉଁ କ୍ରୂର ବ୍ୟବହାର ବା ନିଷ୍ଠୁର ବ୍ୟବହାର, ସେ ନିଶ୍ଚିତ ଭାବରେ ଆସ୍ତେ ଆସ୍ତେ ଦିନକୁ ଦିନ କମିବା ଆରମ୍ଭ ହେବ। ଯେଉଁଥିପାଇଁ କି ଆମେ କାର୍ଯ୍ୟକ୍ରମଟି ଆରମ୍ଭ କରିଛନ୍ତି ଯେ ପଶୁପକ୍ଷୀମାନଙ୍କ ପ୍ରତି କେହି ନିଷ୍ଠୁର ବ୍ୟବହାର ନ କରନ୍ତୁ। ଯଦି ଆପଣ ଚାହୁଁନାହାନ୍ତି ବା ଇଚ୍ଛା ନାହିଁ ଆପଣଙ୍କର, ତାଙ୍କୁ ଆପଣ ଭଲ ନ ପାଆନ୍ତୁ, ଖାଇବାକୁ ନ ଦିଅନ୍ତୁ, କିଛି ଆପତ୍ତି ନାହିଁ। କିନ୍ତୁ ତାଙ୍କ ପ୍ରତି ନିଷ୍ଠୁର ବ୍ୟବହାର କରନ୍ତୁନି, ନିଷ୍ଠୁର ବ୍ୟବହାର କରନ୍ତୁ। ତା ଭିତରେ ଗୋଟେ ଆତ୍ମା ଅଛି, ଆଉ ସେ ଆତ୍ମାଟି ହେଉଛି ପ୍ରଭୁ ପରମାତ୍ମାଙ୍କର ସୃଷ୍ଟି। ପରମପିତା ପରମାତ୍ମାଙ୍କର ସବୁ ଆତ୍ମା ହେଉଛନ୍ତି ତାଙ୍କର ସନ୍ତାନ। ସମସ୍ତେ ତାଙ୍କର ସୃଷ୍ଟିରେ ଆମେ ଜଣେ ଜଣେ, ଆମ ଭିତରେ ଗୋଟେ ଆତ୍ମା ଅଛି ଯେ ଆମେ ସେଥିପାଇଁ ପରମାତ୍ମାଙ୍କ ସନ୍ତାନ ଆମେ। ତେଣୁ ଆସନ୍ତୁ ସମସ୍ତେ ମିଳିମିଶିକି ଏ କାର୍ଯ୍ୟକ୍ରମ ଟିକେ ଲୋକଙ୍କ ପାଖରେ ପହଞ୍ଚେଇବା ଏବଂ ସମସ୍ତଙ୍କୁ ଟିକେ ବୁଝେଇବାକୁ ଚେଷ୍ଟା କରିବା ଯେ ପଶୁପକ୍ଷୀମାନଙ୍କୁ ଟିକେ ନିଷ୍ଠୁର ବ୍ୟବହାର କରନ୍ତୁ ନାହିଁ, ସେଇଥିରୁ ନିବୃତ୍ତ ରୁହନ୍ତୁ। ଏତିକି ମାତ୍ର ଆମର ମୁଖ୍ୟ ଉଦ୍ଦେଶ୍ୟ, ମୂଳ ଉଦ୍ଦେଶ୍ୟ ଏ କାର୍ଯ୍ୟକ୍ରମର।
ଆପଣମାନେ ସମସ୍ତେ ବୁଝିଛନ୍ତି ଏବଂ ଆଜି ଲାଇଭ୍ରେ ମଧ୍ୟ ବହୁତ ଲୋକ ଯୋଡ଼ି ହୋଇଛନ୍ତି। ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଅଭିନନ୍ଦନ ଏବଂ ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ ଏବଂ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଆପଣମାନଙ୍କ ଉପରେ ରହିବ ଏବଂ ପ୍ରଭୁ ସୂର୍ଯ୍ୟନାରାୟଣଙ୍କର ମଧ୍ୟ ଆଶୀର୍ବାଦ ଆପଣଙ୍କ ଉପରେ ଅଛି। ତେଣୁ ଆପଣମାନଙ୍କର ସମସ୍ତ ମନୋବାଞ୍ଛା ପୂରଣ ହେବ, ସମସ୍ତ ରିଷ୍ଟ ଖଣ୍ଡନ ହେବ ଏବଂ ଆପଣଙ୍କର ଭଲ ସମୟ ଆସ୍ତେ ଆସ୍ତେ ଆପଣଙ୍କ ପାଖକୁ ଫେରିବ। ତେଣୁ ଆପଣମାନେ ସମସ୍ତେ ଏଥିରେ ସହଯୋଗ କରନ୍ତୁ। ଏଥିରେ ଆଜି ଆମ ସହିତ ଯୋଡ଼ି ହୋଇଛନ୍ତି ଆମର ସୋସିଆଲ ମିଡ଼ିଆର ଜଣେ ଆଗଧାଡ଼ିର ମହାରଥୀ ସୁରେଶ ଚନ୍ଦ୍ର ଜେନା, ସେ ଲେଖିଛନ୍ତି ଜୟ ଜଗନ୍ନାଥ। ଆଉ ଜଣେ ଭଉଣୀ ଆମର ଯୋଡ଼ି ହୋଇଛନ୍ତି ରଶ୍ମି ପରିଜା, ସିଏ ମଧ୍ୟ ଜଣେ ମହାରଥୀ ସୋସିଆଲ ମିଡ଼ିଆର, ସେ ବି ଲେଖିଛନ୍ତି ଜୟ ଜଗନ୍ନାଥ। ଆପଣମାନଙ୍କୁ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ଆପଣମାନେ ଆହୁରି ଆଗକୁ ଯାଆନ୍ତୁ, ଆପଣ ଆହୁରି ଲୋକପ୍ରିୟ ହୁଅନ୍ତୁ। ଆପଣମାନେ ସୋସିଆଲ ମିଡ଼ିଆରେ ଆପଣଙ୍କର ବାର୍ତ୍ତା ଆହୁରି ତୀବ୍ର ହେଉ, ଆହୁରି ଶାଣିତ ହେଉ, ଲୋକଙ୍କ ପାଇଁ ଆପଣଙ୍କ ସ୍ୱର ଆହୁରି ଶାଣିତ ହେବାର ଆବଶ୍ୟକତା ଅଛି। ନିଶ୍ଚିତ ଆପଣ ଶାଣିତ କରୁଛନ୍ତି, ଆହୁରି ଆଗକୁ ମଧ୍ୟ କରିବେ। ସେ ହେଉଛି ମୁଁ ପ୍ରଭୁ ସୂର୍ଯ୍ୟନାରାୟଣ ପାଖରେ କାମନା କରିବି, ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରାର୍ଥନା କରିବି ଆପଣମାନେ ସମସ୍ତେ ସୁଖ ଶାନ୍ତି ସମୃଦ୍ଧିରେ ଆପଣଙ୍କ ଘର ଭରିଯାଉ। ଆପଣମାନେ ସବୁବେଳେ ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉ। ଆପଣ ଏ ମହତ୍ କାର୍ଯ୍ୟରେ ଯୋଗଦାନ ଦେଇଥିବାରୁ, ସହଯୋଗ କରୁଥିବାରୁ ଆପଣମାନଙ୍କୁ ଆନ୍ତରିକ ଧନ୍ୟବାଦ ଏବଂ ଶୁଭେଚ୍ଛା ମଧ୍ୟ। ସମସ୍ତଙ୍କର ମଙ୍ଗଳ କାମନା କରୁଛି ଏବଂ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ସମସ୍ତଙ୍କର ମଙ୍ଗଳ ହେଉ। ଯେଉଁମାନଙ୍କୁ ମୁଁ ଦେଖିପାରୁଛି, ଯେଉଁମାନଙ୍କୁ ମୁଁ ଦେଖିପାରୁନାହିଁ, ଯେଉଁ ଆପଣ କହନ୍ତି ଯେମିତି ସ୍କ୍ରିନ୍ ପଛପଟେ ରହନ୍ତି, ବହୁତ ଲୋକ ମଧ୍ୟ ସାମ୍ନାକୁ ନ ଆସିଲେ ବି ତାଙ୍କର ଶୁଭେଚ୍ଛା ଅଛି, ସଦିଚ୍ଛା ଅଛି ଆମର ଏ କାର୍ଯ୍ୟକ୍ରମ ପାଇଁ ଏବଂ ବ୍ୟକ୍ତିଗତ ଭାବରେ ମୁଁ ମଧ୍ୟ ତାଙ୍କ ପାଖରେ ଚିରଋଣୀ। ତେଣୁ ସମସ୍ତଙ୍କୁ ଆଉ ଥରେ ପ୍ରଭୁଙ୍କ ନିକଟରେ ସମସ୍ତଙ୍କର ମଙ୍ଗଳ କାମନା କରୁଛି ଏବଂ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଜୟ ଶ୍ରୀ ଜଗନ୍ନାଥ, ଜୟ ଶ୍ରୀ ସୂର୍ଯ୍ୟନାରାୟଣ ନମ। ଆଜି କାର୍ଯ୍ୟକ୍ରମ ଆମେ ଏଇଠି ରଖିବା, ପୁଣି କାଲି ଦେଖାହେବ। ଜୟ ଶ୍ରୀ ଜଗନ୍ନାଥ, ଜୟ ସୂର୍ଯ୍ୟଦେବ।